ଧଳା ଜହର ରାଜାକୁ ଏନକାଉଣ୍ଟର କରିଛି କମିଶନର ହେଡ୍ ପୋଲିସ। ରାଜଧାନୀରେ ପୁଣି ହୋଇଛି ଏନକାଉଣ୍ଟର। ଏଥର ଧଳା ଜହର ରାଜାକୁ ଏନକାଉଣ୍ଟର କରିଛି ପୋଲିସ। ବ୍ରାଉନ ସୁଗର ମାଫିଆ ଶେଖ୍ ଜାମସେଦକୁ ଏନକାଉଣ୍ଟର କଲା ଓ ତାଙ୍କ ବ୍ୟାଗରୁ ମିଳିଛି 20 ଲକ୍ଷରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗର। ଖଣ୍ଡଗିରି ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର। ଧଳା ଜହର ରାଜାଙ୍କ ନାଁରେ ଅତ୍ୟଧିକ ମାମଲା। ଗତ 3 ମାସ ଭିତରେ ଏନକାଉଣ୍ଟର କରିଛନ୍ତି। ଗତ 3 ମାସ ଭିତରେ 5କୁ ଏନକାଉଣ୍ଟର କରିଛନ୍ତି କମିଶନର ହେଡ୍ ପୋଲିସ। ଭୁବନେଶ୍ୱରକୁ ନିଶାମୁକ୍ତ କରିବା ପାଇଁ ନିଶା ମାଫିଆଙ୍କୁ ସିଂହମନ୍ଦାଜରେ ଏନକାଉଣ୍ଟର ପରେ ଏନକାଉଣ୍ଟର କରୁଛି କମିଶନର ହେଡ୍ ପୋଲିସ। ବ୍ୟୁରୋ ରିପୋର୍ଟ, ଜାଗରଣ 24 ନ୍ୟୁଜ୍।